ସାଙ୍ଗମାନେ ପାଣି ଯେତେବେଳେ ଖାଲି ବୋହିଯାଏ ନା ତାର କୌଣସି ଆବାଜ ଥାଏନି। ସେ ଯେତେବେଳେ ଲୁହ ହେଇକି ବୋହିଯାଏ ସେତେବେଳେ ବି ଶାନ୍ତ ଭାବରେ ବୋହିଯାଏ। ଯେତେବେଳେ ଝରଣା ହେଇକି ବୋହିଯାଏ ସେତେବେଳେ ବି ଶାନ୍ତ ଭାବରେ ବୋହିଯାଏ। କିନ୍ତୁ ସେଇ ପାଣି ଯେତେବେଳେ ପଥରକୁ ବାଡ଼ାଏ ନା ସେ ଝରଣା ପାଲଟିଯାଏ। ତାର ଆବାଜକୁ ସେତେବେଳେ ଶବ୍ଦ କୁହାଯାଏ ନା, ସଙ୍ଗୀତ କୁହାଯାଏ। ସେଇ ଭଳିଆ ଆମର ଜୀବନ ମଧ୍ୟ। ଆପଣଙ୍କ ଜୀବନରେ ଯେତେବେଳେ ସହଜ ପଥ ଚାଲିଛି, ରାସ୍ତା ସଫା ରହିଛି, ଆପଣ ଖାଲି ବୋହିଥାନ୍ତି। ଆପଣଙ୍କୁ କେହି ବି ଦେଖେ ନା, ଆପଣଙ୍କୁ କେହି ବି ଶୁଣେ ନା। କିନ୍ତୁ ଆପଣଙ୍କ ଜୀବନରେ ଯେତେବେଳେ ଅସୁବିଧା ରୂପକ ପାହାଡ଼ ପଥର ଆପଣଙ୍କୁ ବାଡ଼ଉଛି, ପ୍ରୋବ୍ଲେମ୍ସ ଆସୁଛି, ସେତେବେଳେ ଆମେ ଭାଙ୍ଗି ଯାଉଛି। ଆମେ ଭୁଲି ଯାଉଛେ ଯେ ପ୍ରକୃତି ଆମକୁ ଝରଣା ବନେଇବାକୁ ଚେଷ୍ଟା କରୁଛି। ଯେଉଁ ଝରଣାର ଆତ୍ମାରେ ଶାନ୍ତି ଅଛି, ଯେଉଁ ଝରଣାର କୂଳରେ ବାଟୋଇ ମାନେ